ହତାସିମିଳି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲି ଉପଖଣ୍ଡ ସରକାରୀ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହତାସିମିଳିରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ପ୍ରଥମେ ଗଜାନନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସଭା ଆରମ୍ଭ କରିଥିଲେ। ବାର୍ଷିକ ଉତ୍ସବରେ ନାଚ ଗୀତ ହୋଇଥିଲା। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପ୍ରାଇଜ ବଣ୍ଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସନ୍ତୋଷ ବିଶ୍ୱାଳ, ପରିଚାଳନା କମିଟି ସଭାପତି ସୁଜିତ ମିଶ୍ର, ସିଆରସିସି ସୁଜିତ କୁମାର ବେହେରା, ପୂର୍ବତନ ସଭାପତି ବିପିନ କୁମାର ସାହୁ, ଖଗେଶ୍ୱର ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କଳ୍ପନା ସାଏ ଯୋଗ ଦେଇଥିଲେ। ଏହାକୁ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୈଳବାଳା ନାୟକ ଓ ମଞ୍ଚ ପରିଚାଳନା କରିଥିଲେ ନବୀନା ନାୟକ। ଏହାକୁ ସହଯୋଗ କରିଥିଲେ ଶିକ୍ଷକ ଦୁର୍ଲଭ ସାହୁ, ପାଣ୍ଡବ ନାୟକ, ସୁଜନ ମାଝୀ, ଶିକ୍ଷୟିତ୍ରୀ ଉତ୍ତମ ନାୟକ। ଏହି ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଆଠମଲ୍ଲିରୁ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଆଗାମୀ ଟିଭି।